नमस्कार दर्शक बंधु। आज 1 मे 2026 शुक्रवार। आज यही विशेष वीडियो रे आपन को स्वागत। आज केवल एक नुआ मासर आरंभ नुहे बरं आज अनेक गुरुत्वपूर्ण पर्वपर्वाणी समारोह। आज हेउछि बैशाख पूर्णिमा, जहाकू आमे चंदन पूर्णिमा एवं बुद्ध जयंती भावरे पालन करूछु। ଏହା ସହିତ ଆଜି ବିଶ୍ୱ ଶ୍ରମିକ ଦିବସ ମଧ୍ୟ। ଆସନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ, ଅମୃତ ବେଳା ଏବଂ ଆପଣଙ୍କ ରାଶି ପାଇଁ ଦିନଟି କେମିତି ରହିବ। ବନ୍ଧୁଗଣ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜିର ପଞ୍ଚାଙ୍ଗ ଓ ଶୁଭ ସମୟ। ଆଜି ସୂର୍ଯ୍ୟୋଦୟ ସକାଳ 5ଟା 19 ହୋଇଥିବା ବେଳେ ସୂର୍ଯ୍ୟାସ୍ତ ସନ୍ଧ୍ୟା 6ଟା 8 ହେବ। ପୂର୍ଣ୍ଣିମା ତିଥି ରାତି 10ଟା 53 ପର୍ଯ୍ୟନ୍ତ। ସ୍ୱାତି ନକ୍ଷତ୍ର ରାତି 4ଟା 35 ପର୍ଯ୍ୟନ୍ତ। ଅମୃତ ବେଳା ସକାଳ 6ଟା 7 ଦିନ 1ଟା 1 ମଧ୍ୟରେ ଏବଂ ସନ୍ଧ୍ୟା 8ଟା 24 ରାତି 10ଟା 37 ମଧ୍ୟରେ। ଆଜି ପୂର୍ଣ୍ଣିମା ତିଥି ହେତୁ ମତ୍ସ୍ୟ, ମାଂସ ବା ଆମିଷ ସେବନ ନିଷେଧ। ଆସନ୍ତୁ ଜାଣିବା 12ଟି ରାଶିର ରାଶିଫଳ ବିଷୟରେ। ବନ୍ଧୁଗଣ, ମେଷ ରାଶି। ଆଜି ଆପଣଙ୍କ ପାଇଁ ଚ୍ୟାଲେଞ୍ଜ ଏବଂ ସୁଯୋଗ ଉଭୟ ଆଣିବ, କାରଣ ଚନ୍ଦ୍ର ଆପଣଙ୍କ ରାଶିର ସପ୍ତମ ଘରେ ଅବସ୍ଥିତ। ଆପଣଙ୍କ ରାଶିରେ ସୂର୍ଯ୍ୟ ଏବଂ ବୁଧଙ୍କ ସ୍ଥାନ କ୍ୟାରିୟରର ପ୍ରମୋଶନ ଏବଂ ସଫଳତାର ଦ୍ୱାର ଖୋଲିଦେବ। ବ୍ୟବସାୟରେ ଆର୍ଥିକ ଲାଭର ସମ୍ଭାବନା ଅଛି, କିନ୍ତୁ ଭାଗିଦାରୀରେ ସତର୍କତା ଅବଲମ୍ବନ କରନ୍ତୁ। ଆପଣଙ୍କ ପ୍ରେମ ଜୀବନରେ ଆକର୍ଷଣ ବୃଦ୍ଧି ପାଇବ ଏବଂ ଆପଣଙ୍କ ଜୀବନସାଥୀଙ୍କ ସହିତ ସୁଖ ଏବଂ ଶାନ୍ତି ବିରାଜମାନ କରିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଅତ୍ୟଧିକ କାର୍ଯ୍ୟଭାର ମାନସିକ ଚାପ ସୃଷ୍ଟି କରିପାରେ। ଏହା ନିବେଶ ପାଇଁ ଏକ ଶୁଭ ସମୟ। ନୂତନ ଆରମ୍ଭ ଶୁଭ ଭାଗ୍ୟ ଆଣିବ। ବନ୍ଧୁଗଣ, ବୃଷ ରାଶି। ଆଜି ଆପଣଙ୍କ ପାଇଁ ଖର୍ଚ୍ଚ ଏବଂ ସତର୍କତାର ଦିନ ହେବ, କାରଣ ଚନ୍ଦ୍ର ଆପଣଙ୍କ ରାଶିର ଷଷ୍ଠ ଘରେ ଗମନ କରୁଛନ୍ତି। ଆପଣଙ୍କ ରାଶିରେ ଶୁକ୍ରଙ୍କ ଉପସ୍ଥିତି ପ୍ରେମ, ବେପାର ଏବଂ ପ୍ରେମ ପାଇଁ ଉତ୍କୃଷ୍ଟ। କାର୍ଯ୍ୟକ୍ଷେତ୍ରରେ ପ୍ରତିଯୋଗିତା ବୃଦ୍ଧି ପାଇବ, କିନ୍ତୁ ଆପଣଙ୍କ କଠିନ ପରିଶ୍ରମ ଫଳପ୍ରଦ ହେବ। ଆର୍ଥିକ କ୍ଷତି ଏଡ଼ାଇବା ପାଇଁ ବିପଦପୂର୍ଣ୍ଣ ନିବେଶରୁ ଦୂରେଇ ରୁହନ୍ତୁ। ଆପଣଙ୍କ ସ୍ୱାସ୍ଥ୍ୟରେ ଅସ୍ଥିରତା ହୋଇପାରେ। ଫିଟନେସ୍ ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କ ପାରିବାରିକ ଜୀବନରେ ସ୍ଥିରତା ରହିବ। ପୁରୁଣା ସମସ୍ୟାର ସମାଧାନ ଖୋଜିବା ଆପଣଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିବ। ମିଥୁନ ରାଶି। ଆଜି ଆପଣଙ୍କ ପାଇଁ ଉନ୍ନତି ଏବଂ ସମୃଦ୍ଧିର ଦିନ, କାରଣ ଚନ୍ଦ୍ର ଆପଣଙ୍କ ରାଶିର ପଞ୍ଚମ ଘରେ ଅବସ୍ଥିତ। ଆପଣଙ୍କ ରାଶିରେ ବୃହସ୍ପତିଙ୍କ ଉପସ୍ଥିତି ପ୍ରଗତି ପାଇଁ ନୂତନ ରାସ୍ତା ଖୋଲିବ। ଆର୍ଥିକ ଲାଭର ପ୍ରବଳ ସମ୍ଭାବନା ଅଛି। ଛାତ୍ରମାନେ ସଫଳତା ପାଇବେ ଏବଂ ନୂତନ ଚାକିରି ସୁଯୋଗ ସୃଷ୍ଟି ହେବ। ସମ୍ପର୍କ ମଧୁର ହେବ ଏବଂ ବିବାହ ସମ୍ଭବ। ଆପଣଙ୍କର ଶକ୍ତି ସ୍ତର ଉଚ୍ଚ ରହିବ, ଯାହା ଆପଣଙ୍କୁ ସହଜରେ କଷ୍ଟକର ନିଷ୍ପତ୍ତି ନେବାକୁ ଅନୁମତି ଦେବ। ବନ୍ଧୁମାନଙ୍କ ସହିତ ଯାତ୍ରା ଯୋଜନା ହୋଇପାରେ। ବନ୍ଧୁଗଣ, କର୍କଟ ରାଶି। ଆଜି ଆପଣଙ୍କ ପାଇଁ ଖୁସି ଏବଂ ପାରିବାରିକ ଶାନ୍ତିର ଦିନ ହେବ, କାରଣ ଚନ୍ଦ୍ର ଆପଣଙ୍କ ଚତୁର୍ଥ ଘରେ ପ୍ରବେଶ କରିବେ।
କିଛି କ୍ୟାରିୟରର ଚ୍ୟାଲେଞ୍ଜ ଦେଖାଯାଇପାରେ, କିନ୍ତୁ ଧୈର୍ଯ୍ୟ ଅବଲମ୍ବନ କରନ୍ତୁ। ଅତୀତର ଆର୍ଥିକ ଅସୁବିଧାକୁ ଦୂର କରି ଧନ ଏବଂ ଆୟର ଉତ୍ସ ବୃଦ୍ଧି ପାଇବ। ଆପଣଙ୍କ ବୈବାହିକ ଜୀବନରେ ପ୍ରେମ ପ୍ରଫୁଲ୍ଲିତ ହେବ। ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ଆପଣଙ୍କ ମାଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। କୌଣସି ବଡ଼ ବ୍ୟବସାୟିକ ନିବେଶ କରିବା ପୂର୍ବରୁ ଅଭିଜ୍ଞ ପରାମର୍ଶ ନିଅନ୍ତୁ। ଆତ୍ମବିଶ୍ୱାସ ସହିତ କରାଯାଇଥିବା ନୂତନ ଆରମ୍ଭ ସଫଳ ହେବ। ସିଂହ ରାଶି, ଆଜି ଆପଣଙ୍କ ପାଇଁ ସାହସ ଏବଂ ନବୀକରଣ ଶକ୍ତିର ଦିନ, କାରଣ ଚନ୍ଦ୍ର ଆପଣଙ୍କ ତୃତୀୟ ଘରେ ଅବସ୍ଥିତ। ଆପଣଙ୍କ ରାଶିରେ କେତୁଙ୍କ ଉପସ୍ଥିତି ଆପଣଙ୍କୁ ଟିକେ ଦ୍ୱନ୍ଦ୍ୱରେ ପକାଇପାରେ, କିନ୍ତୁ ଆପଣଙ୍କ ସାହସ ଅକ୍ଷୁର୍ଣ୍ଣ ରହିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ଆପଣଙ୍କୁ ସମର୍ଥନ ମିଳିବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି। ଆପଣଙ୍କ ପ୍ରେମ ଜୀବନରେ ଛୋଟ ମୋଟ ବିବାଦ ଦେଖାଦେଇପାରେ, କିନ୍ତୁ ଆପଣଙ୍କ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ମାନସିକ ଚାପ ଦୂର କରିବା ପାଇଁ ଯୁଗ ଚେଷ୍ଟା କରନ୍ତୁ। ଆପଣଙ୍କୁ ସାନ ଭାଇ ଭଉଣୀଙ୍କ ଠାରୁ ସମର୍ଥନ ମିଳିବ। ବନ୍ଧୁଗଣ, କନ୍ୟା ରାଶି, ଆଜି ଦିନଟି ଆର୍ଥିକ ଅଭିବୃଦ୍ଧି ଏବଂ ଆପଣଙ୍କ ବାଣୀର ପ୍ରଭାବର ଦିନ ହେବ, କାରଣ ଚନ୍ଦ୍ର ଆପଣଙ୍କ ରାଶିର ଦ୍ୱିତୀୟ ଘରେ ଗମନ କରୁଛି। ଆପଣଙ୍କୁ ଆର୍ଥିକ ଲାଭ ପାଇଁ ଭଲ ସୁଯୋଗ ମିଳିବ ଏବଂ ଆପଣ ସଞ୍ଚୟ କରିବାରେ ସଫଳ ହେବେ। ଆପଣଙ୍କ କ୍ୟାରିୟର ସ୍ଥିର ହେବ ଏବଂ ଆପଣ ଉପରିସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ। ଆପଣଙ୍କ ପ୍ରେମ ସମ୍ପର୍କ ଆହୁରି ଗଭୀର ହେବ। ପରିବାରରେ ଏକ ଶୁଭ ଘଟଣା ଘଟିପାରେ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ପୁରୁଣା ନିବେଶ ନିଷ୍ପତ୍ତି ଏବେ ଲାଭ ଦେବା ଆରମ୍ଭ କରିବ। ପ୍ରତିଯୋଗିତାରେ ଆଗକୁ ରହିବା ପାଇଁ ଆପଣଙ୍କର ଯୋଜନା ଗୁପ୍ତ ରଖନ୍ତୁ। ତୁଳା ରାଶି, ଆଜି ଆପଣଙ୍କ ପାଇଁ ମାନସିକ ଖୁସି ଏବଂ ସଫଳତାର ଦିନ, କାରଣ ଚନ୍ଦ୍ର ଆପଣଙ୍କ ରାଶିର ପ୍ରଥମ ଘରେ ଅବସ୍ଥିତ। ଆପଣଙ୍କ ବ୍ୟକ୍ତିତ୍ୱ ବୃଦ୍ଧି ପାଇବ, ଯାହା ଲୋକମାନଙ୍କୁ ଆପଣଙ୍କ ଆଡ଼କୁ ଆକର୍ଷିତ କରିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ସମ୍ଭବ। ଆପଣଙ୍କ ବ୍ୟବସାୟରେ ବିସ୍ତାର ପାଇଁ ଯୋଜନା ସଫଳ ହେବ। ଆପଣ ଆପଣଙ୍କ ପ୍ରେମ ସାଥୀଙ୍କ ସହିତ ସ୍ମରଣୀୟ ମୁହୂର୍ତ୍ତ ବିତାଇବେ। ଆପଣ ଆପଣଙ୍କ ସ୍ୱାସ୍ଥ୍ୟରେ ସତର୍କ ଅନୁଭବ କରିବେ। ଆପଣଙ୍କୁ ବ୍ୟାଙ୍କରୁ ପୂର୍ଣ୍ଣ ସମର୍ଥନ ମିଳିବ, ଯାହା ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବାରେ ସାହାଯ୍ୟ କରିବ। ଆପଣ କୌଣସି ପ୍ରକାର ବିପଦ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବେ। ବିଛା ରାଶି, ଆଜି ଖର୍ଚ୍ଚ ଏବଂ ଭ୍ରମଣର ଦିନ, କାରଣ ଚନ୍ଦ୍ର ଆପଣଙ୍କ ଦ୍ୱାଦଶ ଘରେ ଅଛନ୍ତି। ବୈଦେଶିକ ବ୍ୟାପାରରେ ସଫଳତା ସମ୍ଭବ। ଆର୍ଥିକ କ୍ଷତି ଏଡ଼ାଇବା ପାଇଁ ଏକ ବଜେଟ୍ ବଜାୟ ରଖନ୍ତୁ। ଆପଣଙ୍କର କାର୍ଯ୍ୟଭାର ବୃଦ୍ଧି ପାଇପାରେ। ଯାତ୍ରା ସମ୍ଭାବ୍ୟ ଭାବରେ ମାନସିକ ଚାପ ସୃଷ୍ଟି କରିପାରେ। ପ୍ରେମ ସମ୍ପର୍କ ଦୂର ହୋଇପାରେ। ଯୋଗାଯୋଗ ବଜାୟ ରଖନ୍ତୁ। ଆପଣଙ୍କର ସ୍ୱାସ୍ଥ୍ୟକୁ ଅବହେଳା କରିବାକୁ ବଞ୍ଚନ୍ତୁ। ଧାର୍ମିକ କାର୍ଯ୍ୟକଳାପରେ ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ। ସ୍ଥିରତା ହାସଲ କରିବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ବିବାଦରୁ ଦୂରେଇ ରହିବା ଲାଭଦାୟକ। ଧନୁ ରାଶି, ଆଜି ଚନ୍ଦ୍ର ଆପଣଙ୍କ ଏକାଦଶ ଘରେ ଥିବାରୁ ସଫଳତା ଏବଂ ଆୟ ବୃଦ୍ଧିର ଦିନ ହେବ। ବୃହସ୍ପତିଙ୍କ ପ୍ରଭାବ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ଚୁକ୍ତି ନେଇପାରେ। ପଦୋନ୍ନତି ସମ୍ଭବ। ଆପଣ
ବନ୍ଧୁମାନଙ୍କ ଠାରୁ ସମର୍ଥନ ପାଇବେ ଏବଂ ଆପଣଙ୍କର ସାମାଜିକ ପରିସର ବିସ୍ତାରିତ ହେବ। ଆପଣଙ୍କର ପ୍ରେମ ଜୀବନ ରୋମାଞ୍ଚକର ରହିବ। ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଆଶାବାଦୀ ରହିବେ। ଟଙ୍କା ନିବେଶ ପାଇଁ ଦିନଟି ଭଲ। ଭବିଷ୍ୟତ ଯୋଜନା ଫଳପ୍ରଦ ହେବ। ଆପଣଙ୍କ ଭାଗ୍ୟ ଚମକୁଛି, ତେଣୁ ନୂତନ ସୁଯୋଗକୁ ହାତଛଡ଼ା ହେବାକୁ ଦିଅନ୍ତୁ ନାହିଁ। ମକର ରାଶି, ଆଜି ଆପଣଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ପ୍ରଭୁତ୍ୱର ଦିନ ହେବ, କାରଣ ଚନ୍ଦ୍ର ଆପଣଙ୍କ ଦଶମ ଘରେ ପ୍ରବେଶ କରିବେ। ଆପଣଙ୍କ କ୍ୟାରିୟରର ନୂତନ ଉଚ୍ଚତାରେ ପହଞ୍ଚିବ। ବ୍ୟବସାୟରେ ପ୍ରତିଯୋଗିତା ପ୍ରବଳ ହେବ, କିନ୍ତୁ ଆପଣଙ୍କ ରଣନୀତି ଆପଣଙ୍କୁ ଜିତିବାରେ ସାହାଯ୍ୟ କରିବ। ଆର୍ଥିକ ଲାଭ ଏବଂ ସମ୍ମାନ ଆପଣଙ୍କ ଶକ୍ତି ହେବ, କାରଣ ପରିବାର ସହିତ ବିତାଇବା ପାଇଁ ଆପଣଙ୍କ ପାଖରେ କମ୍ ସମୟ ରହିବ। ଆପଣ ଥକା ଅନୁଭବ କରିପାରନ୍ତି। ବିବାହ ଆଲୋଚନା ଆଡ଼କୁ ବଢ଼ିପାରେ। ଆପଣଙ୍କ ଆତ୍ମବିଶ୍ୱାସ ଉଚ୍ଚ ରହିବ। ଆପଣ ଏକ ନୂତନ ପ୍ରକଳ୍ପ ପାଇଁ ଦାୟୀ ହୋଇପାରନ୍ତି। କୁମ୍ଭ ରାଶି, ଆଜି ଆପଣଙ୍କ ପାଇଁ ଭାଗ୍ୟ ବୃଦ୍ଧି ଏବଂ ଲମ୍ବା ଯାତ୍ରାର ଦିନ, କାରଣ ଚନ୍ଦ୍ର ଆପଣଙ୍କ ରାଶିର ନବମ ଘରେ ଅବସ୍ଥିତ। ଆପଣଙ୍କ ରାଶିର ରାହୁଙ୍କ ସ୍ଥିତି ଆପଣଙ୍କୁ ବାକ୍ସ ବାହାର ଚିନ୍ତା କରିବାକୁ ମଧ୍ୟ ବାଧ୍ୟ କରିବ। ଚାକିରି ପରିବର୍ତ୍ତନ ହେବାର ସମ୍ଭାବନା ଅଛି, ଯାହା ସୁଖଦ ହେବ। ଆର୍ଥିକ ଲାଭ ସ୍ୱାଭାବିକ ହେବ, କିନ୍ତୁ ଖର୍ଚ୍ଚ ବଢ଼ିପାରେ। ଆପଣଙ୍କ ପ୍ରେମ ଜୀବନରେ ଆପଣଙ୍କ ସାଥୀଙ୍କ ସହ ମତଭେଦ ସମାଧାନ ହେବ। ଆର୍ଥିକ ତୀର୍ଥଯାତ୍ରା ମାନସିକ ଶାନ୍ତି ଆଣିବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଆପଣଙ୍କ କଠିନ ପରିଶ୍ରମରେ ବିଶ୍ୱାସ ରଖନ୍ତୁ ଏବଂ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ। ବନ୍ଧୁ, ମୀନ ରାଶି, ଆଜି ଆପଣ ପାଇଁ ସତର୍କତା ଏବଂ ଗଭୀର ଚିନ୍ତନର ଦିନ, କାରଣ ଚନ୍ଦ୍ର ଆପଣଙ୍କ ରାଶିର ଅଷ୍ଟମ ଘରେ ଗମନ କରୁଛି। ଆପଣଙ୍କ ରାଶିରେ ମଙ୍ଗଳ ଏବଂ ଶନିଙ୍କ ସଂଯୋଗ ମାନସିକ ଚାପ ସୃଷ୍ଟି କରିପାରେ ଏବଂ କାମରେ ବାଧା ସୃଷ୍ଟି କରିପାରେ। ଆର୍ଥିକ ବିପଦକୁ ଏଡ଼ାନ୍ତୁ, କାରଣ ଏହା କ୍ଷତିର କାରଣ ହୋଇପାରେ। ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ଦିଅନ୍ତୁ, ବିଶେଷ କରି ହାଡ଼ ସମ୍ବନ୍ଧୀୟ ସମସ୍ୟା। ଆପଣଙ୍କ ବୈବାହିକ ଜୀବନରେ ସମନ୍ୱୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟରେ ଧୈର୍ଯ୍ୟ ରଖନ୍ତୁ। ଲୋକାୟତ ଶତ୍ରୁମାନଙ୍କ ପ୍ରତି ସତର୍କ ରୁହନ୍ତୁ। ଆଧ୍ୟାତ୍ମିକତା ପ୍ରତି ପ୍ରବୃତ୍ତି ଆପଣଙ୍କୁ ଶାନ୍ତି ଆଣିବ। ବନ୍ଧୁଗଣ, ଆଜି ଯାତ୍ରା ନିଷେଧ ରହିଛି। ବିଛା, ଧନୁ ଏବଂ ମୀନ ରାଶିର ବ୍ୟକ୍ତିମାନେ ସାବଧାନ ରୁହନ୍ତୁ। ରାତି 8:57ରୁ 10:20 ପର୍ଯ୍ୟନ୍ତ କାଳରାତ୍ରି ରହୁଥିବାରୁ ଶୁଭ କାର୍ଯ୍ୟ ଏଡ଼ାଇ ଯାଆନ୍ତୁ। ଆଶା କରୁଛୁ ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ। ଏମିତି ଦୈନିକ ରାଶିଫଳ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ ଓ ସେୟାର କରନ୍ତୁ। ଜୟ ଜଗନ୍ନାଥ।